ଠିକ୍ 1999 ମହାବାତ୍ୟା ପରର ଘଟଣା। ଓଦା ଅପନ୍ତରା ଓଡ଼ିଶାରେ ଫସି ଯାଇଥିଲା ଜଣେ ପଶ୍ଚିମବଙ୍ଗର ଲୋକ। ଘର ତାର ଦୀଘା ବର୍ଡର, ବଙ୍ଗୋପସାଗରର ତଟବର୍ତ୍ତୀ, ଯାହା ଓଡ଼ିଶାର ସୀମାକୁ ଲାଗିଛି। ବାତ୍ୟା ଥମିବା ପରେ ବହୁତ କଷ୍ଟରେ ସେ ପାରାଦୀପରୁ ଚନ୍ଦନେଶ୍ୱର ପହଞ୍ଚି ଯାଇଥିଲା। ସେତେବେଳକୁ ଏତିକି ରାସ୍ତା ଅତିକ୍ରମ କରିବାକୁ ତାର 2 ଦିନ ବିତି ଯାଇଥାଏ। ବାସ୍ ଆଉ କିଛି ଘଣ୍ଟାରେ ସେ ତା ଘରେ ପହଞ୍ଚିଯିବ। ହେଲେ ଠିକ୍ ଚନ୍ଦନେଶ୍ୱର ପାଖରେ ତାର ସେଦିନର ସଞ୍ଜ। ବଜାର ଶୂନଶାନ, ନା ଅଛି କରେଣ୍ଟ, ନା ଅଛନ୍ତି କେହି ଲୋକବାକ। କେବଳ ମଝିରେ ମଝିରେ ଗୋଟେ ଯୋଡ଼େ ହାତ ରିକ୍ସା ଯା ଆସ କରୁଛନ୍ତି। ଲୋକଟି ଏତେ ଥକି ଯାଇଥାଏ ଯେ ଘର ଆଉ 10-12 କିଲୋମିଟର ଥିଲେ ବି ସେ ଜଙ୍ଗଲ ରାସ୍ତାରେ ଏକା ଘରକୁ ଯିବାର ସାହସ ଜୁଟେଇ ପାରୁନଥାଏ। ଅପେକ୍ଷା କରିଥାଏ ଦୀଘା ଆଡ଼କୁ ଯାଉଥିବା କୋଉ ହାତ ରିକ୍ସା ନଚେତ୍ ବଳଦ ଗାଡ଼ିକୁ। ଧୀରେ ଧୀରେ ସଞ୍ଜର ଅନ୍ଧାର ବଢ଼ିବାର ଲାଗିଥାଏ। ସତେ ଯେମିତି ତା ପାଇଁ ଗୋଟିଏ କାଳରାତି ମାଡ଼ି ଆସୁଛି। ଭାରି ଭୟାନକ ଲାଗୁଥାଏ ପ୍ରତିଟି ମୁହୂର୍ତ୍ତ। ଠିକ୍ ସେତିକି ବେଳେ ଦୂରରୁ ଦିଶିଲା ଗୋଟିଏ ବଳଦ ଗାଡ଼ି। ବଳଦ ଗାଡ଼ିଟି ତା ପାଖରେ ଆସି ପହଞ୍ଚିଲା। ଦୀଘା ଯିବ? ହଁ ଯିବି ଯେ, ହେଲେ ତାଳସାରୀ ଦେଇକି ଯାଇ ଯିବି। ଏ ବୋହୂକୁ ତାଳସାରୀରେ ଛାଡ଼ି ସେ ସମୁଦ୍ର କୂଳ ବାଟ ଦେଇ ଚାଲିଯିବି। ହଉ ତାହେଲେ ତମେ ଯାଅ। ବାବୁ, ରାତି ହେଲାଣି। ଇଏ ସମୟରେ ଆଉ କୋଉ ଶଗଡ଼ିଆ ସିଆଡ଼କୁ ଯିବ? ଆସ, ମୁଁ ଆଗ ୟାଙ୍କୁ ତାଳସାରୀରେ ଛାଡ଼ି ଦେଇ ତମକୁ ନେଇ ପଛେ ତମ ଘରେ ଛାଡ଼ିଦେବି। ହଉ ତାହେଲେ ମୋତେ ମୋ ଘର ଅତିଲିରେ ନେଇ ଛାଡ଼ିଦେଇ ଆସିବ। କିଛି ଚିନ୍ତା କରନି ବାବୁ, ଚମ୍ପା ନଦୀ ମୁହାଣ ତ ଆଉ। ହଁ 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 ଠିକ୍ ଅଛି, ଏମିତି ସିଧା ଯାଇଥାନ୍ତେ, ନହେଲେ ଟିକେ ତାଳସାରୀ ଦେଇକି ବୁଲିକି ଯିବା। ଏଇ ତ କଥା, ଆଉ କ'ଣ। ହେଲେ ଭାତ ପଖଳା ହେବା ଆଗରୁ ଆମେ ଘରେ ପହଞ୍ଚାଇଥିବା। ହଉ ଚାଲ। ତାପରେ ଶଗଡ଼ିଆ ଅନ୍ଧାର ନିର୍ଜନ ରାସ୍ତାରେ ବଳଦ ଗଡ଼େଇ ଆଗକୁ ଚାଲିଲା। ରାତି ଏତେ ହେଇନଥିଲେ ବି ସେ ଅଞ୍ଚଳ ଜନଶୂନ୍ୟ ଲାଗୁଥାଏ। ଭାରି ଖାଁ ଖାଁ। ହେଲେ ଶଗଡ଼ିଆର ତିଳେ ମାତ୍ର ଭୟ ନଥାଏ। ଏମିତି ଶଗଡ଼ ତାଳସାରୀର ଅଙ୍କାବଙ୍କା ସମୁଦ୍ରକୂଳିଆ ରାସ୍ତାରେ ପହଞ୍ଚିଗଲା। ନୂଆ ବୋହୂଟିର ଅଙ୍ଗୁଳି ଇସାରାରେ ଶଗଡ଼ ଏ ରାସ୍ତାରୁ ସେ ରାସ୍ତା ଭାଙ୍ଗି ଭାଙ୍ଗି ଚାଲିଥାଏ। ଧୀରେ ଧୀରେ ଶଗଡ଼ ଆସି ଏମିତି ଜାଗାରେ ପହଞ୍ଚିଲା ଯୋଉଠି ଆଗକୁ କେବଳ ସମୁଦ୍ର ହିଁ ସମୁଦ୍ର। ରାସ୍ତାର 2 ପାଖରେ ଛୋଟ ଛୋଟ ଗାଡ଼ିଆ ପୋଖରୀ ପରି ଘେରି ଆଉ ଶାଖା ଯୋଡ଼। ତାପରେ ଶଗଡ଼ିଆ ପଚାରିଲା, ଏଠି ତମ ଘର କାହିଁ? ନୂଆ ବୋହୂଟି ସେଇ ପାଖ ଯୋଡ଼ରେ ଭାସୁଥିବା ଡଙ୍ଗା ଆଡ଼କୁ ହାତ ବଢ଼େଇ ଦେଲା। ଅନ୍ଧାର ରାତିରେ ସେଠି କିଛି ସ୍ପଷ୍ଟ ଦିଶୁନଥିଲା, କିନ୍ତୁ ଠିକ୍ ତା ପାଖାପାଖି ଦିକି ଦିକି ହେଇ ନିଆଁ ଜଳୁଥିଲା। ଶଗଡ଼ିଆ ବୁଝିଗଲା ୟାଙ୍କର ମାଛ ଧରା ଡଙ୍ଗା ଅଛି। ସେ ରାତିରେ ଏଇଠି ରହନ୍ତି କି ଘରେ ରହନ୍ତି ଶଗଡ଼ିଆଟି ପଚାରିବାକୁ ଠିକ୍ ମନେ କଲାନି, କିନ୍ତୁ ବୁଝିନେଲା ଏ ମତ୍ସ୍ୟଜୀବୀ ପରିବାରର ବୋହୂ। ହଉ ଚାଲ, ମୁଁ ତମକୁ ଡଙ୍ଗା ପାଖରେ ଛାଡ଼ି ଦେଇକି ଆଉଛି। ବାବୁ ତମେ ଏଇଠି ଥାଅ, ମୁଁ ହିଁ ଗଲି ଆଉ ଆଇଲି, ତାପରେ ଆମେ ସିଧା ତମ ଘରକୁ ଯିବା। ଏତକ କହି ଶଗଡ଼ିଆ ଓ ସେ ନୂଆ ବୋହୂ ଦୁହେଁ ଡଙ୍ଗା ପାଖକୁ ଚାଲିଲେ। ଆଗରେ ଥାଏ ନୂଆ ବୋହୂ ଆଉ ତା ପଛକୁ ଚାଲିଥାଏ ଶଗଡ଼ିଆ। ଠିକ୍ ଟିକିଏ ଆଗରେ ମୁହାଣ ଯୋଡ଼। ହଠାତ୍ ନୂଆ ବୋହୂଟେ ଥିଲା ପବନ ବେଗରେ ଆଗକୁ ଚାଲିଲା ଆଉ ଦୌଡ଼ି ଦୌଡ଼ି ଯାଇ ସେ ପାଣିକୁ ଦୁଲକି ଡେଇଁ ପଡ଼ିଲା। ଯୋଡ଼ ପାଣି 2 ଭାଗ କରିଦେଲା। ଆଖି ଆଗରେ ଏସବୁ ଦେଖି ଶଗଡ଼ିଆ ବିକଳରେ ଚିତ୍କାର କରିବାକୁ ଲାଗିଲା। ହେଲେ ତାକୁ ବଞ୍ଚେଇବାକୁ ଯାଇ ତା ପଛରେ ପାଣିକୁ ଡେଇଁବାର ସାହସ
ଜୁଟେଇ ପାରିଲାନି। ଶଗଡ଼ିଆ କିଛି ବୁଝିପାରୁନଥିଲା। ନା ସେଠି ଥିଲା ଡଙ୍ଗା, ନା ଥିଲେ କେହି ଲୋକ। ସେତେବେଳକୁ ଶଗଡ଼ରେ ଥିବା ଯାତ୍ରୀଟି ଆସି ଘଟଣା ପାଖରେ ପହଞ୍ଚିଗଲାଣି। ଶଗଡ଼ିଆ ପାଣିକୁ ଚାହିଁ ତାକୁ ଖୋଜିବାର ପ୍ରୟାସ କରୁଥାଏ। ହେଲେ ଯାତ୍ରୀ ଜଣକ କହିଲା, ଆସ ଏଠୁ ଶୀଘ୍ର ଆସ। ଇଏ ମଣିଷ ନୁହଁ, ଇଏ ଗୋଟିଏ ପ୍ରେତାତ୍ମା। ଆଉ ଏଇଟା ହେଉଛି ଗୋଟେ ମଶାଣି। ଦେଖ ଦେଖ, ଇଏ କେଉଁ ଘେରି ଲୋକଙ୍କ ରୋଷେଇ ଚୁଲା ନୁହଁ, ଏଠି ଜୁଇ ଜଳୁଛି। ଏଠୁ ଶୀଘ୍ର ଆସ। ଦୁହେଁ ପ୍ରାଣ ବିକଳରେ ସେଠୁ ଦୌଡ଼ି ଶଗଡ଼ରେ ବସିଲେ ଆଉ ଏକ ମୁହାଁ ହେଇ ଆଗକୁ ଚାଲିଲେ। ଦୁହିଁଙ୍କ ପାଟି ଅଠା, କାହା ପାଟିରୁ କିଛି ବି କଥା ବାହାରୁ ନଥାଏ। ଅନ୍ଧାରୁଆ ସମୁଦ୍ରକୂଳ ରାସ୍ତା ଦେଇ ସେମାନେ ଚାଲିଥାନ୍ତି। ବାମ ପଟରେ ଗୁଳ୍ମ ଜଙ୍ଗଲକୁ, ଡାହାଣ ପଟରେ ସମୁଦ୍ର। ବେଳେବେଳେ ଲାଗୁଥାଏ ସତେ ଯେମିତି ସମୁଦ୍ରର ଢେଉରେ ସେ ନୂଆ ବୋହୁଟି ଉବୁଟୁବୁ ହେଉଛି। ଏ ଘଟଣା ସମ୍ପର୍କରେ ପଚାରି ବୁଝିବାକୁ ତାଙ୍କ ପାଖରେ ସାହସ ନଥାଏ କି ସେ ରାସ୍ତାରେ କେହି ଲୋକ ନଥାନ୍ତି। ଶଗଡ଼ିଆ ଏବେ ବି ଭାବୁଥାଏ, ସତରେ କ'ଣ ସେ ପ୍ରେତାତ୍ମା ଥିଲା ଯିଏ ଏତେ ସମୟ ଧରି ମୋ ଶଗଡ଼ରେ ବସିଥିଲା, ନା ସେ ଆତ୍ମହତ୍ୟା କରିବାକୁ ଆସିଥିଲା? ଏସବୁ କଥା ଭାବି ଭାବି ଦୁହିଁଙ୍କର ମନ ଭାରି ଅସ୍ଥିର ହେଉଥିଲା। ଏମିତି ଶଗଡ଼ ସେ ଲୋକର ଗାଁରେ ଯାଇ ପହଞ୍ଚିଲା। ଠିକ୍ ଗାଁ ମୁଣ୍ଡ ଚାନ୍ଦିନୀ ପାଖରେ ହେଇଛି। ଶଗଡ଼ରେ ସେ ଲୋକକୁ ଦେଖି ଗୋଟିଏ ପାକଲା ବୁଢ଼ୀଟେ ପାଖକୁ ଆସିଲା। ଅତି ଦୁଃଖର ସହ ଖବର ଦେଲା, ଆଉ କାହିଁକି ଆଇଛୁ? କାହା ମୁହଁ ଦେଖିବାକୁ ଆଇଛୁ? ସବୁ ଭାସିଗଲା। ଏ ପୋଡ଼ାମୁହାଁ ବାତ୍ୟାରେ ତମ ଘର ଆଉ ନାହିଁ। ସମୁଦ୍ର ଲହଡ଼ିରେ ତୋ ବୋଉ ଆଉ ତୋ ସ୍ତ୍ରୀ 2 ଜଣ ଯାକ ଭାସିଗଲେ। ତୋ ବୋଉର ଏଯାଏ ଖବର ନାହିଁ। ହେଲେ ତୋ ସ୍ତ୍ରୀକୁ ତାଳସାରୀ ପାଖରୁ ପାଇଲେ। ସେତେବେଳକୁ ବହୁତ ଡେରି ହେଇସାରିଥିଲା। ହେଇ ଆଜି ସଞ୍ଜବେଳେ ଗାଁ ଲୋକ ତୋ ସ୍ତ୍ରୀର ମଡ଼ା ପୋଡ଼ିକି ଆସିଛନ୍ତି। ଯଦି ଦେଖିବାକୁ ଚାହୁଁଛୁ ତାହେଲେ ଯା, ତା ଜୁଇ ଏବେ ବି ଲିଭି ନଥିବ। ସେଇ ପ୍ରଳୟଙ୍କାରୀ ମହାବାତ୍ୟାରେ ଅଶାନ୍ତ ସମୁଦ୍ର ଲୋକଟିର ଘର ପରିବାରକୁ ଭସେଇ ନେଇଥାଏ। ଏକଥା ଶୁଣିବା ପରେ ତା ପାଦ ତଳୁ ମାଟି ଖସି ପଡ଼ିଲା। ତା ମୁଣ୍ଡ ଘୂରେଇଗଲା। ନିଜ କୋହ ସମ୍ବରଣ କରି ସେ ସେଇ ଗାଁ ମୁଣ୍ଡ ଚାନ୍ଦିନୀ ଉପରେ ବସି ପଡ଼ିଲା। ଶଗଡ଼ରେ ତା ପାଖରେ ବସିଥିବା ନୂଆ ବୋହୂଟି ଆଉ କେହି ନୁହେଁ, ବରଂ ସେ ଥିଲା ତା ସ୍ତ୍ରୀ, ଯାହାର ଜଳନ୍ତା ଜୁଇ ସେଇ କିଛି ସମୟ ପୂର୍ବରୁ ଦେଖିକି ଆସିଛି। ଖାଲି ସେ ନୁହଁ, ଶଗଡ଼ିଆ ବି ଏସବୁ କଥା ସ୍ପଷ୍ଟ ବୁଝିପାରୁଥିଲା। ଶଗଡ଼ିଆ ଭାବିଥିଲା ଏତେ ରାତି ହେଲାଣି, ଆଉ ଘରକୁ ନ ଫେରି ସେ ଲୋକ ଘରେ ରାତିଟା ରହିଯିବ। ହେଲେ ତାର ତ ଏ ଅବସ୍ଥା, ଏପଟେ ନିଜର ଘର ବି ନାହିଁ। ସେ ଆଉ କୋଉ ମୁହଁରେ ତା ପାଖରେ ରହିବ? ତେଣୁ ଶଗଡ଼ିଆ କହିଲା, ବାବୁ ଧୈର୍ଯ୍ୟ ଧର। ମଣିଷ ଦିନେ ଆସିଛି ମାନେ ତାକୁ ତ ଦିନେ ନା ଦିନେ ଫେରିବାକୁ ହବ। ଏତେ ଭାଙ୍ଗି ପଡ଼ିଲେ କେମିତି ହବ? ହଉ, ମୁଁ ଏବେ ଆସୁଛି। ଶୀଘ୍ର ନଗଲେ ଘରେ ପହଞ୍ଚୁ ପହଞ୍ଚୁ ବହୁତ ରାତି ହେଇଯିବ। ତମେ ଆଉ ଏତେ ରାତିରେ ଘରକୁ ଯିବ? ହଁ ବାବୁ, ମୋର ପୁଣି ସକାଳକୁ ବହୁତ କାମ। ହଉ ଠିକ୍ ଅଛି, ନିଅ ତମ ଭଡ଼ା ନିଅ। ନା ମୋ ବାବୁ, ମୋର କ'ଣ ଟିକେ ମଣିଷ ପଣିଆ ନାହିଁ? ତମର ଏ ପରିସ୍ଥିତିରେ ମୁଁ ତମଠୁ ପଇସା ନେବି? ନା ନା, ରଖ ରଖ। ହଉ ବାବୁ, ମୁଁ ଏବେ ଆସୁଛି। ତାପରେ ସେ ବୁଢ଼ୀ ମାଉସୀ କହିଲା, ଆରେ ପୁଅ, ତୋ ଘର କୋଉଠି? ଏଇ ଦତ୍ତପୁର ମ। ଏତେ ରାତି ହେଲାଣି, ତୁ ଏକା ସେ ସମୁଦ୍ର କୂଳ ଦେଇକି ଯିବୁ?
ଇଏ ସମୟଟା ଭଲ ନୁହଁ। ତୁ ଆଜି ଏଇ ଚାନ୍ଦିନୀରେ ଶୋଇଯା, ସକାଳ ହେଲେ ପଛେ ଯିବୁ। ନାଇଁ ମାଉସୀ, ମୋର ପାଇଁ ଏ ନିତିଦିନିଆ ବେଉସା। ମୋ ପାଇଁ ରାତି କ'ଣ ନା ଦିନ କ'ଣ? ମୁଁ ଯାଉଛି, ମୋର କିଛି ହବନି। ଶୁଣୁ ପୁଅ, ଏକା ଯାନି। ଯଦି ତୋର କାମ ଅଛି କହୁଛୁ, ତାହେଲେ ଏ ସପନକୁ ସାଙ୍ଗରେ ନେଇକି ଯା। ସକାଳେ ବରଂ ତୁ ତାକୁ ଆଣି ଏଇଠି ଛାଡ଼ିଦେବୁ। ନା ମାଉସୀ, ତମେ ମୋ ପାଇଁ ମୋଟେ ବ୍ୟସ୍ତ ହୁଅନି। ଏତକ କହି ଶଗଡ଼ିଆ ସେଠୁ ଚାଲି ଆସିଲା। ହେଲେ ମନେ ମନେ ଭାବୁଥାଏ, ସେଠୁ ସିନା ଚାଲି ଆସିଲି, ହେଲେ ବାଟରେ ଯଦି ପ୍ରେତାତ୍ମା ମୋର ପୁଣି ଭେଟ ହୁଏ ତାହେଲେ କ'ଣ କରିବି? ଯେ ଦିନଟାରେ ମୋ ଶଗଡ଼କୁ ଆସିପାରୁଛି, ସେ ନିଛାଟିଆ ରାତିରେ ତ ମୋ ସହ କିଛି ବି କରିପାରେ। ଏକଥା ଭାବି ଶଗଡ଼ିଆର ଦେହ ହାତ ସିଧେଇ ଉଠୁଥାଏ। ତଥାପି ସେ ସାହସ ବାନ୍ଧି ଅନ୍ଧାରର ଛାତି ଚିରି ଆଗକୁ ଚାଲିଥାଏ। ହେଲେ ବେଳେବେଳେ ସମୁଦ୍ରର ବୁକୁଫଟା ଗର୍ଜନ ତା ଛାତି ଥରେଇ ଦେଉଥାଏ। ତା ଆଖି ଆଗରେ ନାଚି ଉଠୁଥାଏ ସେ ନୂଆ ବୋହୂର ଛାୟାଛବି। ଏପଟେ କୁକୁରମାନଙ୍କର ଆକୁଳ କାନ୍ଦଣା ଶଗଡ଼ିଆକୁ ଆହୁରି ଭୟାତୁର କରୁଥାଏ। କେବଳ ସପନର ପରିବାର ନୁହଁ, ଏମିତି କେତେ ଲୋକ ଏ ସମୁଦ୍ର ମୁହଁରେ ଭାସି ଯାଇଛନ୍ତି। ଆଉ ତାକୁ ଏମିତି ଲାଗୁଛି ଯେ ସେମାନଙ୍କର ଅତୃପ୍ତ ଆତ୍ମା ତାକୁ କଟମଟ କରି ଅନେଇ ରହିଛନ୍ତି। ସେତେବେଳକୁ ଶଗଡ଼ିଆଟି କିଛି ବାଟ ଅତିକ୍ରମ କରି ଯାଇଥାଏ। ହଠାତ୍ ପଛରୁ ଶୁଭିଲା କାହାର ବୁକୁ ଫଟା କାନ୍ଦଣା। ଶଗଡ଼ିଆ ଛଟକି ଚମକି ପଡ଼ିଲା। ତାକୁ ଲାଗୁଥିଲା ସତେ ଯେମିତି ତା କଲିଜାଟା ସେଇଠି ଗଳି ପଡ଼ିବ। ଏବେ ଶଗଡ଼ିଆ ମନେ ମନେ ଭାବୁଥାଏ, ରାତିରେ ପଛେ ସେଇ ଗାଁ ଚାନ୍ଦିନୀରେ ଶୋଇପଡ଼ିଥିଲେ ଭଲ ହେଇଥାନ୍ତା, ହେଲେ ଏବେ ଆସିବାର ନଥିଲା। ତାପରେ ଶଗଡ଼ିଆ ଜୋର ଜୋର ବଡ଼ ଦୌଡ଼େଇ ଆଗକୁ ଯିବାକୁ ଚାହିଁଲା। ଠିକ୍ ସେତିକି ବେଳେ ତାକୁ ଲାଗିଲା ସତେ ଯେମିତି ତା ଶଗଡ଼କୁ କିଏ ପଛରୁ ଟାଣି ଧରୁଛି। କିନ୍ତୁ ପଛକୁ ଚାହିଁବାର ସାହସ ତା ପାଖରେ ନଥିଲା। ହଠାତ୍ ବଳଦ ଯୋଡ଼େ ସେଇଠି ରହିଗଲେ। ସେଇ କିଟିମିଟିଆ ଅନ୍ଧାରରେ ଶଗଡ଼ିଆ ଦେଖିଲା ଗୋଟିଏ ସ୍ତ୍ରୀ ଲୋକଟେ ତା ଆଡ଼କୁ ଆସୁଛି। ଆଉ ତା ଦେହରେ ଧୋବ ଫର ଫର ଧଳା ଶାଢ଼ୀ। ସେତେବେଳକୁ ଶଗଡ଼ିଆର ଦେହ କଞ୍ଚା ପାଣି। କ'ଣ କରିବ ବୋଲି ତାକୁ କିଛି ବୁଦ୍ଧି ଦିଶୁନଥାଏ। ତାପରେ ସେ ସ୍ତ୍ରୀ ଲୋକଟି ଶଗଡ଼ିଆ ପାଖକୁ ଆସିଲା। ମାଉସୀ, ତମେ? ମୁଁ ତ ଡରି ଯାଇଥିଲି। ହେଲେ ତମେ ଏଠିକି କେତେବେଳେ ଆସିଲ? ତମେ ତ ଏବେ ଗାଁରେ ଥିଲ। ଆଉ ତମ ଦେହ ହାତ ଏତେ ଫୁଲି ଯାଇଛି କାହିଁକି? ଏଇ କିଛି ସମୟ ପୂର୍ବରୁ ତମେ ତ ଠିକ୍ ଠାକ୍ ଥିଲ। ଗାଁରେ ମୁଁ ଥିଲି? ନା ନା, ମୋ ପାଇଁ କ'ଣ ଆଉ ସେ ଗାଁରେ ଜାଗା ଅଛି? ହେଲେ ମୁଁ ତ ତମକୁ ଏବେ ସେ ଗାଁରେ ଦେଖିକି ଆସିଲି, ଆଉ ତମ ସହ କଥା ବି ହେଲି। ତୁ ଯାହାକୁ ଦେଖି ଆସିଲୁ ସେ ମୁଁ ନଥିଲି, ସେ ଥିଲା ମୋର ଆତ୍ମା। ବାତ୍ୟା ପରଠୁ ମୁଁ ତ ଏଇଠି ରହୁଛି। ଯଦି ଦେଖିବାକୁ ଚାହୁଁଛୁ ତାହେଲେ ଦେଖ, ମୋ ବାସି ମଡ଼ା ସେଇଠି ଲାଗିଛି। ଖାଲି ମୁଁ ନୁହଁ, ସପନର ବୋଉ ବି ଏଇଠି ଲାଗିଛି। ହେଲେ ସପନକୁ ଏସବୁ କଥା କହିବୁନି, ତାର ଆଉ ଏ ଦୁନିଆରେ କେହି ନାହାନ୍ତି। ଯା, ଆଜି ରାତିକ ପାଇଁ ସପନକୁ ତୁ ତୋ ଘରକୁ ନେଇଯା। କାହିଁକି ନା ତୁ ସେ ନୋଳିଆ ବସ୍ତିରେ ଯେତେ ଲୋକ ଦେଖିଲୁ, ସେମାନେ ଏଇଠି ମଡ଼ା ହେଇ ଭାସୁଛନ୍ତି। ସେମାନେ ସମସ୍ତେ ପ୍ରେତାତ୍ମା। ବିଳାସପୁରର ଏକ ଆଦିବାସୀ ଅଞ୍ଚଳ। ପାହାଡ଼ ଜଙ୍ଗଲକୁ ଲାଗି ସେଇ ଛୋଟିଆ ଗାଁରେ ଥାଏ ଗୋଟିଏ ଚାଳ ଛପର ଘର। ସେଇ ଘରେ ରହୁଥାଏ ସିରିଆ ଆଉ ତାର ସ୍ତ୍ରୀ ସୁନିତା। ଘରେ ମାତ୍ର ଦୁଇ ପ୍ରାଣୀ କୁଟୁମ୍ବ।
ଅଭାବ ଅସୁବିଧା ଥାଇ ସୁଦ୍ଧା ତାଙ୍କର ବୈବାହିକ ଜୀବନ ଅତି ଖୁସି ଖୁସିରେ ଅତିବାହିତ କରୁଥାନ୍ତି। ଦିନକର କଥା, ସେଦିନ ସୁରୁଜ ଉଇଁଲା ବେଳକୁ ଗାଁରେ ହାଲ୍ଲା ପଡ଼ିଗଲା ଯେ ସିରିଆର ସ୍ତ୍ରୀ ମରିଯାଇଛି। ଗାଁ ଲୋକେ ରୁଣ୍ଡ ହେଇଗଲେ। ଭଲ ଲୋକଟା ରାତିରେ ଖାଇ ପିଇ ଶୋଇଲା, ହେଲେ ସକାଳକୁ ଏ ଖବର। କେହି କେହି ସହଜରେ ବିଶ୍ୱାସ କରିପାରୁନଥିଲେ। ଗାଁରେ ନାନା ଗୁଜବ, କାନକୁହା କଥା ଏ କାନରୁ ସେ କାନ ଖେଳିଗଲା। ଶେଷରେ କଥାର ସତ୍ୟତା ବାହାରିଲା ଯେ ସିରିଆ ସ୍ତ୍ରୀକୁ ସାପ କାମୁଡ଼ିଛି। ପାଦରେ ସାପଦାନ୍ତର ଚିହ୍ନ, ଗୋଡ଼ ଫୁଲି ଯାଇଛି, ଦେହ ହାତ ନୀଳ ପଡ଼ିଯାଇଛି, ଆଉ ପାଟିରୁ ଗରଳ ବାହାରି ମୁହଁରେ ଲାଗିଛି। ସଙ୍ଗେ ସଙ୍ଗେ ଗାଁ ଲୋକେ ଜଣେ ସାଧକଙ୍କୁ ଡାକିଲେ। କାଳେ ସାଧକ ଜଣକ ସାପ ବିଷ ଝାଡ଼ି କିଛି ଚମତ୍କାର କରିଦେବେ। ସାଧକ ଆସି ଝଡ଼ାଫୁଙ୍କା ଆରମ୍ଭ କଲେ। କେତେ କ'ଣ ଚେରମୂଳି ଔଷଧ ଜଡ଼ିବୁଟିର ପ୍ରୟୋଗ କଲେ, ହେଲେ ଅନେକ ପ୍ରୟାସ ପରେ ବି ସେ ମଲା ଦେହରେ ଆଉ ଜୀବନ ଫେରେଇ ପାରିଲେ ନାହିଁ। ଶେଷରେ ସାଧକ ଜଣକ କହିଲେ, ୟାଙ୍କୁ ଏବେ ମଶାଣୀକୁ ନେଇଯାଅ। ହେଲେ ଆଜି ଗୁରୁବାର, ଅନ୍ତତଃ ଗୋଟିଏ ରାତି ପାଇଁ ୟାଙ୍କୁ ପୋଡ଼ିବନି କି ପୋତିବନି। ୟାଙ୍କ ପାଖରେ ଧୂପ ଦୀପ କ୍ଷୀର ଦେଇ ନାଗଦେବତାଙ୍କୁ ପୂଜା କରିବ। ହୁଏତ ନାଗଦେବତା ଯଦି ତୁମ ପୂଜାରେ ସନ୍ତୁଷ୍ଟ ହୁଅନ୍ତି, ତେବେ ସେ ବିଷ ଶୋଷି ପୁଣି ମଲା ଦେହରେ ଜୀବନ ଦେଇପାରିବେ। ଏତକ କହି ସାଧକ ଜଣକ ତାଙ୍କ ବାଟରେ ଚାଲିଗଲେ। ଏଥର ସାହି ଭାଇ ସିରିଆର ସ୍ତ୍ରୀକୁ ମଶାଣୀ ଘାଟକୁ ନେଇଗଲେ। ସାଧକ କହିବା ମୁତାବକ ଗୋଟିଏ ଗଛ ମୂଳରେ ଶୁଆଇଦେଲେ। ତା ପାଖରେ ଦୀପ ଧୂପ କ୍ଷୀର ରଖି ନାଗଦେବତାଙ୍କୁ ପୂଜା କଲେ। ଦିନ ଗଡ଼ି ସଞ୍ଜ ହେଲା, ପୁଣି ସଞ୍ଜ ଗଡ଼ି ରାତି ହେଲା, ହେଲେ କିଛି ଘଟଣା ଘଟୁନଥିଲା। ଶେଷରେ ଆଶା ଛାଡ଼ି ସାଇ ଭାଇ ପୁଣି ଘରକୁ ଫେରି ଆସିଲେ। ହେଲେ ସିରିଆ ଏକା ମଶାଣୀରେ ବସିଥାଏ। ଅତି ବିକଳ ହେଇ ଆଖି ବୁଜି ନାଗଦେବତାଙ୍କୁ ପୂଜା କରୁଥାଏ। ତାର ବିଶ୍ୱାସ ଥାଏ, ଯଦି ସଂସାରରେ ଏମିତି କିଛି ଚମତ୍କାର ହେଉଥାଏ, ତେବେ ମୋ ସହ ବି ନିଶ୍ଚିନ୍ତ ହେବ। ଠିକ୍ ସେତିକି ବେଳେ ଘୋଟି ଆସିଲା କଳାହାଣ୍ଡିଆ ମେଘ, ବହିଲା ଶୀତଳ ପବନ, ଆଉ ତାପରେ ବର୍ଷାର ତାଣ୍ଡବ। ଧୂପ ଦୀପ ଲିଭିଗଲା, ଆଉ ଠିକ୍ ସେହି ସମୟରେ ଶୁଭିଲା ସାପର ଭୟଙ୍କର ଗର୍ଜନ। ସିରିଆ ଭୀଷଣ ଡରିଗଲା। ଛାତିକୁ ପଥର କରି ସେ ସେମିତି ତା ସ୍ତ୍ରୀ ପାଖରେ ବସିଥାଏ, ଆଖି ବୁଜି ପ୍ରାର୍ଥନା କରୁଥାଏ। ଧୀରେ ଧୀରେ ସାପର ଗର୍ଜନ ବଢ଼ିବାକୁ ଲାଗିଲା। ସିରିଆ ଭୟରେ ସେଇଠି ବେହୋସ ହେଇଗଲା। ଏମିତି କିଛି ସମୟ ପରେ ସବୁ ପୁଣି ସ୍ୱାଭାବିକ ହେଲା। ପୁଣି ସେଇ କିଟିମିଟିଆ ଅନ୍ଧାରରେ ନୀରବତା ଖେଳିଗଲା। ହଠାତ୍ ସେଇ ନୀରବତାକୁ ଭାଙ୍ଗି ଶୁଭିଲା କାହାର ବିଳିବିଳେଇବାର ଶବ୍ଦ। ସିରିଆର ହୋସ୍ ଫେରିଲା। ହଠାତ୍ ସେ ଆଖି ଖୋଲି ଦେଖେ ତ ତା ସ୍ତ୍ରୀ ଉପରେ ଘୋଡ଼ା ହେଇଥିବା ଚାଦର ନାହିଁ। ତା ସ୍ତ୍ରୀ ବିଳିବିଳେଇ ହେଇ କ'ଣ ଏଣୁତେଣୁ କହୁଛି, ହାତଠାରି କାହାକୁ ଡାକୁଛି। ସିରିଆ ଆଶ୍ଚର୍ଯ୍ୟ ହେଇଗଲା। ତାର ସବୁ ଦୁଃଖ ପାଣି ଫଟକା ପରି ମିଳେଇଗଲା। ତା ମନରେ ଖୁସିର ଲହରୀ ଖେଳିଗଲା। ସେ ବିଶ୍ୱାସ କରିପାରୁନଥିଲା ଯେ ତା ସ୍ତ୍ରୀ ପୁଣି ଥରେ ନୂଆ ଜନ୍ମ ପାଇଛି। ସେ ନାଗଦେବତାଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇ ତା ସ୍ତ୍ରୀକୁ ଧରି ଘରକୁ ଫେରିଲା। ଏକଥା ଗାଁ ଠାରୁ ସହସ୍ର କୋଶ ଖେଳିଗଲା। ବୋଧେ ଏ ଥିଲା ତାଙ୍କ ଅଞ୍ଚଳର ପ୍ରତ୍ୟକ୍ଷ ଚମତ୍କାର। ପ୍ରାୟ 2 ଦିନ ଯାଏ ସୁନିତା ସେମିତି ବିଛଣାରେ ପଡ଼ି ରହିଲା। କେବେ କେବେ ସୁନିତାର ଦେହ ହାତ ପୁରା ହେମାଳ ହେଇଯାଉଥିଲା ତ ପୁଣି କେବେ କେବେ ଖଇ ଫୁଟିଲା ପରି ତାତି। ଦେହରେ ତାତି ପଶିଲେ ସେ ଗୋଟାପଣେ ଧରୁଥିଲା। କେବେ କେବେ ଆଖି ତରାଟି ଏମିତି ଚାହୁଁଥିଲା ସତେ ଯେମିତି ସେ ଏ ଘରେ ନୂଆ। ଲାଗୁଥିଲା ସେ କାହାକୁ ଚିହ୍ନିନି, ଆଉ ଚିହ୍ନିବାକୁ ଚେଷ୍ଟା କରୁଛି। ଏସବୁ ଦେଖି ସିରିଆ ଭାରି ଡରି ଯାଉଥିଲା। ତଥାପି ନିଜକୁ ସମ୍ଭାଳିବା ସହ ସୁନିତାକୁ ସାନ୍ତ୍ୱନା ଦେଉଥିଲା, ଆଖି ବୁଜି ଶୋଇପଡ଼, ଧୀରେ ଧୀରେ ସବୁ ଠିକ୍ ହେଇଯିବ।
ସତକୁ ସତ ଧୀରେ ଧୀରେ ତା ଦେହ ଠିକ୍ ହେଇଗଲା। ସବୁ ଆଗ ପରି ସ୍ୱାଭାବିକ ହେଲା। ହେଲେ ସେତେବେଳକୁ ସୁନିତାର ବ୍ୟବହାରରେ ଘୋର ପରିବର୍ତ୍ତନ ଦେଖାଦେଇଥିଲା। ସୁନିତାର ଚାଲିଚଳଣି ହାବଭାବ ଥିଲା ଆଗଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସବୁବେଳେ ଗୁମ୍ ହେଇ ରହୁଥିଲା। ସିରିଆର 50 ପଦରେ ସୁନିତା ଠାରୁ ପଦେ ଉତ୍ତର ମିଳିବା ଥିଲା କଷ୍ଟ। ସଞ୍ଜ ହେବା ମାତ୍ରେ ସୁନିତା ପାଦଠାରୁ ମୁଣ୍ଡ ଯାଏ କମ୍ବଳ ଘୋଡ଼େଇ ଶୋଇଯାଉଥିଲା। ରାତି ଖାଇବାକୁ ଡାକିଲେ ଖାଲି କଟମଟ କରି ଚାହୁଁଥିଲା ଆଉ ମୁହଁ ଛିଞ୍ଚାଡ଼ି ସଫା ସଫା ମନା କରୁଥିଲା। ଦିନରେ ଯେନେ ତେନେ ଚଳି ଯାଉଥିଲା। ହେଲେ ରାତି ହେଲେ ଘଟୁଥିଲା ଅଜବ ଘଟଣା। ରାତି ବଢ଼ିଲେ ଘରର ଲଣ୍ଠନ ଆପେ ଆପେ ଲିଭି ଯାଉଥିଲା। ଝରକା ଆପେ ଆପେ ଖୋଲି ଯାଉଥିଲା। ଶୁଭୁଥିଲା କାହା ପାଉଁଜିର ଛମ ଛମ ଶବ୍ଦ ଆଉ ମହକି ଉଠୁଥିଲା ମଲ୍ଲି ମାଳତୀର ମାଦକତା। ଲାଗୁଥିଲା ସତେ ଯେମିତି କେହି ଘରୁ ଯାଆସ କରୁଛି। ହେଲେ ସୁନିତା ସେମିତି କମ୍ବଳ ତଳେ ନିସ୍ତେଜ ପଥର ମୂର୍ତ୍ତି ପରି ପଡ଼ି ରହୁଥିଲା। କିନ୍ତୁ ସିରିଆ ଏସବୁ କଥା କାହା ଆଗରେ କହିପାରୁନଥିଲା। ନା ତା ସ୍ତ୍ରୀର ପରିବର୍ତ୍ତନ, ନା ତା ଘରେ ଘଟୁଥିବା ଅଜବ ଘଟଣା ବିଷୟରେ। ଧୀରେ ଧୀରେ ସିରିଆ ପାଇଁ ପରିସ୍ଥିତି ଅସମ୍ଭାଳ ହେଲା। ସିରିଆ ପ୍ରତି ମୁହୂର୍ତ୍ତରେ ଡରିବାକୁ ଲାଗିଲା। ଜଣା ନାହିଁ କୋଉ ଅଜଣା ଭୟ ତାକୁ ସବୁବେଳେ ଘାରୁଥିଲା। ସେ ବାଧ୍ୟ ହୋଇ ସେଇ ସାଧକଙ୍କ ପାଖକୁ ଗଲା। ସାଧକଙ୍କୁ ତା ଘରର ପରିସ୍ଥିତି, ତା ସ୍ତ୍ରୀର ପରିବର୍ତ୍ତନ ଆଉ ରାତିରେ ଘଟୁଥିବା ଘଟଣା ସମ୍ପର୍କରେ ଜଣାଇଲା। ସାଧକ ଜଣକ ଥିଲେ ପ୍ରକୃତ ଦୂରଦ୍ରଷ୍ଟା ସାଧୁ। ସେ ସିରିଆର ସବୁ କଥା ଶୁଣିବା ପରେ ତାଙ୍କ ଦୂରଦୃଷ୍ଟି ଓ ଅଭିଜ୍ଞତା ବଳରେ ସବୁ କଥା ଅନୁମାନ କରିପାରୁଥିଲେ ଯେ ଏ ଘଟଣା ପଛରେ ଲୁଚିଥିବା ପ୍ରକୃତ ରହସ୍ୟ କ'ଣ ହେଇପାରେ। କିନ୍ତୁ ସେ ନିଶ୍ଚିନ୍ତ ନଥିଲେ। ତେଣୁ ସେ ସିରିଆକୁ ଏତିକି କହିଲେ, ଆ ପଛରେ ଲୁଚିଥିବା ପ୍ରକୃତ ସତ୍ୟ ଜାଣିଲେ ହୁଏତ ତମକୁ ଶକ୍ତ ଧକ୍କା ଲାଗିପାରେ। ତେଣୁ ଏସବୁ ପରିସ୍ଥିତିର ମୁକାବିଲା କରିବାକୁ ତମେ ରାଜି ଅଛ ତ? ସିରିଆ ମୁଣ୍ଡ ହଲେଇ ସମ୍ମତି ପ୍ରକାଶ କଲା। ତାପରେ ସିରିଆ ସାଧକଙ୍କୁ ସାଥିରେ ଧରି ତା ଗାଁକୁ ଆସିଲା। ସେତେବେଳକୁ ଗୋଧୂଳିର ସଞ୍ଜ। ବୈଶାଖର ଉତ୍ତପ୍ତ ପୃଥିବୀ କ୍ରମଶଃ ଶୀତଳ ହେଇ ଆସୁଥାଏ। ସାଧୁ ଜଣକ ସିରିଆର ଘରଠାରୁ କିଛି ଦୂରରେ ରହି ତାକୁ ଗୋଟିଏ ତାବିଜ ଦେଇ କହିଲେ, ମୁଁ ରାତି ସାରା ଏଇଠି ଅଛି, ତମେ ଘରକୁ ଯାଅ। ରାତି ବଢ଼ିଲେ ଯେତେବେଳେ ବତୀ ଆପେ ଆପେ ଲିଭିଯିବ, ଝରକା କବାଟ ଆପେ ଆପେ ଖୋଲିଯିବ, ଠିକ୍ ସେତିକିବେଳେ ତମେ ଉଠି ତମ ସ୍ତ୍ରୀ ହାତରେ ଏ ତାବିଜ ବାନ୍ଧିଦେବ ଆଉ କବାଟ ଖୋଲି ମୋତେ ଡାକିବ। ଏଥର ସିରିଆ ଘରକୁ ଗଲା। ଘରେ ତା ସ୍ତ୍ରୀ ସେତେବେଳକୁ କମ୍ବଳ ଘୋଡ଼େଇ ନିଘୋଡ଼ ନିଦରେ ଶୋଇଲାଣି। ସେଦିନ ଆଉ ରାତି ଖାଇବା ପାଇଁ ତା ସ୍ତ୍ରୀକୁ ନ ଡାକି ସିରିଆ ବି ଚୁପକି ଶୋଇପଡ଼ିଲା। ଧୀରେ ଧୀରେ ରାତି ବଢ଼ିଲା। ଚାରିଆଡ଼େ ଶୂନ୍ୟତା ବି ଖେଳିଗଲା। ଆଖପାଖ ଘର ଲୋକ ବି ଶୋଇଗଲେ। ଠିକ୍ ସେତିକିବେଳେ ପ୍ରତିଦିନ ପରି ସେଦିନ ବି ସେଇ ଘଟଣା ସବୁ ଘଟିଲା। ଲଣ୍ଠନ ଆପେ ଆପେ ଲିଭିଗଲା। ଝରକା ଛାଁକୁ ଛାଁ ଖୋଲିଗଲା। ଶୁଭିଲା କାହା ପାଉଁଜିର ଶବ୍ଦ ଆଉ ମହକି ଉଠିଲା ମଲ୍ଲି ମାଳତୀର ମାଦକତା। ଠିକ୍ ସେଇ ସମୟକୁ ସିରିଆ ଅପେକ୍ଷା କରି ରହିଥିଲା। ସାଧକ କହିବା ମୁତାବକ ହଠାତ୍ ସିରିଆ ତା ସ୍ତ୍ରୀ ହାତରେ ସେଇ ତାବିଜଟି ବାନ୍ଧିଦେଲା ଆଉ କବାଟ ଖୋଲି ସାଧୁଙ୍କୁ ଡାକିଲା। ସାଧୁ ଜଣକ ସଙ୍ଗେ ସଙ୍ଗେ ତା ଘରେ ପହଞ୍ଚିଗଲେ। ପୁଣି ଲଣ୍ଠନ ଲଗେଇଲେ ଆଉ ଭିତର ପଟୁ କବାଟ ଝରକା ଭଲକି ବନ୍ଦ କରିଦେଲେ। ସାଧୁ ଦେଖିଲେ ସୁନିତା ଦେହରେ ଆଉ ଜୀବନ ନାହିଁ। ସେ ଥିଲା ମୃତ, ଅଚଳ ମଲାପିଣ୍ଡ। ଏଥର ସାଧୁ ସେଦିନ ମଶାଣିରେ ଘଟିଥିବା ସବୁ କଥା ସିରିଆକୁ କହିଲେ। ସେଦିନ ନାଗଦେବତା ଏହାର ଜୀବନ ଫେରେଇ ନଥିଲେ, ବରଂ କୌଣସି ଅତୃପ୍ତ ଆତ୍ମା ଆ ଭିତରେ ପ୍ରବେଶ କରିଥିଲା, ଯାହାଫଳରେ ଏ ପୁଣି ଥରେ ଜୀବନ ଫେରି ପାଇଥିଲା। ସେବେଠୁ ତୁମେ ଗୋଟିଏ ଆତ୍ମା ସହ ହିଁ ରହୁଥିଲ।
ଏବେ ସେ ତୁମ ସ୍ତ୍ରୀ ଦେହ ଛାଡ଼ି କୁଆଡ଼େ ବାହାରକୁ ଯାଇଛି। ତେଣୁ ତୁମ ସ୍ତ୍ରୀ ଏବେ ଅଚଳ, ମୃତ। ପୁଣି ଯେତେବେଳେ ସେ ଆତ୍ମା ତୁମ ସ୍ତ୍ରୀ ଦେହକୁ ଫେରିବ, ତୁମ ସ୍ତ୍ରୀ ପୁଣି ଚଳଚଞ୍ଚଳ ହୋଇ ଉଠିବ। ତୁମେ ଯଦି ତୁମ ସ୍ତ୍ରୀକୁ ଏମିତି ଜୀବିତ ରଖିବାକୁ ଚାହୁଁଛ, ତେବେ ତାବିଜ ଖୋଲିଦିଅ। ସେ ପୁଣି ଆସି ଆଦେହରେ ପ୍ରବେଶ କରିପାରିବ। ଆଉ ଯଦି ତୁମେ ତୁମ ସ୍ତ୍ରୀର ଶବ ସତ୍କାର କରିବାକୁ ଚାହୁଁଛ, ତେବେ ତାବିଜ ଜୁଇରେ ଜଳିବା ଯାଏ ତା ଦେହରେ ହିଁ ରଖିବ। ଏବେ ନିଷ୍ପତ୍ତି ତୁମ ହାତରେ। ଗାଡ଼ି ରଖ, ଗାଡ଼ି ରଖ। ଏତେ ରାତିରେ କୁଆଡ଼େ? ହଁ, ଡେଡ୍ ବଡି ସାର୍, ମଶାଣିକୁ ଯାଉଛି। ଓହୋ, ହଉ ହଉ। ହେଲେ ଇଏ ଗାଡ଼ିରେ ଡେଡ୍ ବଡି? ଆଚ୍ଛା, ତମ ସହ ଆଉ କେହି ଆସିନାହାନ୍ତି? ଲାୱାରିସ୍ ପଡ଼ି ସାର୍, ସେଇଥିପାଇଁ ଏ ସମୟରେ କେଉଁ ଆମ୍ବୁଲାନ୍ସ ଆସିବାକୁ ରାଜି ହେଲାନି। ହଉ ହଉ, ତମେ ଯାଅ। ହେଲେ ଇଏ ମଶାଣିରେ ଯେଉଁ ଚଣ୍ଡାଳ ରୁହେ, ସେ ତ କାଲି ମରିଛି। ତା ବଦଳରେ କିଏ ଆସିଛି କି ନାହିଁ ମୁଁ ଜାଣିନି। ନହେଲେ କାଲି ସକାଳ ଯାଏ ଅପେକ୍ଷା କରିବ ଆଉ। ସେଠି ଆଉ କେହି ନାହାନ୍ତି? ହଁ, ସେ ଚଣ୍ଡାଳ ସ୍ତ୍ରୀ ତା ପାଖରେ ରୁହେ। ହେଲେ ତା ସ୍ୱାମୀ ମଲା ପରେ ସିଏ ଆଉ ଏଠି ଅଛି କି ନାହିଁ ମୁଁ ଆଉ କହିପାରିବିନି। ସେ ମେନ୍ ଗେଟ୍ ପାଖରେ ଗୋଟିଏ ଝୁମ୍ପୁଡ଼ି ଅଛି, ଆଗ ସେଇଠି ଦେଖିଦେବ। ହଉ ଆଜ୍ଞା। ବାପରେ ବାପ, ଏ କି ଭୟଙ୍କର ଜାଗା। ଏ ଚଣ୍ଡାଳ କୁଆଡ଼େ କାଲି ମରିଛି। ହେଲେ କବାଟ ତ ଭିତର ପଟରୁ ବନ୍ଦ, ମାନେ ନିଶ୍ଚୟ ଏ ଘରେ କିଏ ଅଛି। ହଉ ଠିକ୍ ଅଛି, କବାଟ ବାଡ଼େଇ ଦେଖୁଛି। ବଡ଼ ଆଶ୍ଚର୍ଯ୍ୟ କଥା, କବାଟ ଭିତର ପଟରୁ ବନ୍ଦ ଥିଲା, ହେଲେ ଘର ଭିତରେ କେହି ନାହାନ୍ତି। କିଏ ସେଠି? ଇଏ ଚଣ୍ଡାଳ ନୁହଁ ତ, ଯିଏ କାଲି ମରିଛି? ଆରେ ଆରେ ମୁଁ ପଚାରୁଛି ବା, କିଏ ସେଠି? ହଁ, ମୁଁ ଡେଡ୍ ବଡି ନେଇକି ଆସିଛି। ହଉ ବାବୁ, ସେଇ ଘରେ ବସ, ମୁଁ ଯାଉଛି। ହଉ ହଉ, ମୁଁ ଏଇଠି ଅଛି, ତମେ ଆସ। ବାବୁ, ମୁର୍ଦାର କୋଉଠି? ସେଇ ଗାଡ଼ିରେ ଅଛି। ଆଉ କ'ଣ କେହି ଦିଶୁନାହାନ୍ତି? ତାର କ'ଣ ଆଉ କେହି ନାହାନ୍ତି? ନା ନା, ତାର ଆଉ କେହି ନାହାନ୍ତି। ସେ ଲାୱାରିସ୍। ଲାୱାରିସ୍? ବାବୁ, ଏଠି ସବୁ ଲାୱାରିସ୍। ଜିଇଥିଲା ବେଳେ ସିନା ସ୍ତ୍ରୀ, ପିଲାଛୁଆ, ଭାଇ ବନ୍ଧୁ, ହେଲେ ମଲାବେଳେ ମଲାବେଳେ କେହି ନାହିଁ। ମଲାବେଳେ ଏକା ମୁଁ ହିଁ ସବୁ କିଛି। ବିଚରା ମଣିଷ ଜନ୍ମ ହେବା ମାସ ମାସ ଆଗରୁ ଖବର ଦେଇକି ଆସେ, ହେଲେ ଗଲାବେଳେ କେତେବେଳେ ଯିବ ନିଜକୁ ବି ଜଣା ନାହିଁ। ତମେ ଏଠିକି ନୂଆ ଆସିଛ? ହଁ ବାବୁ, କାଲି ରାତିରେ ହିଁ ଆସିଛି। ଆଗରୁ ଯିଏ ଥିଲା ମଦ ପିଇ ପିଇ ଚାଲିଗଲା।
ସିଏ ସମସ୍ତଙ୍କୁ ପଢ଼ୁଥିଲା, ହେଲେ ତାକୁ ପଢ଼ିବାକୁ କେହି ନାହିଁ। ଶେଷରେ ମୁଇଁ ଆସି ତା ଶବ ସତ୍କାର କଲି। ବାବୁ, କିଛି ଖରାପ ଭାବିବନି, ମୁଁ ଟିକେ ଗପୁଡ଼ା ଲୋକଟା। ମୁଁ ବି ଏକା ଆସିଛି, ସାଥିରେ କେହି ନାହାନ୍ତି। ତମେ କଥା ହେଲା ବେଳକୁ ମୋତେ ଟିକେ ଭଲ ଲାଗୁଛି, ନହେଲେ ମୁଁ ବହୁତ ଡରି ଯାଇଥିଲି। ବାବୁ, ଜିଅନ୍ତା ଲୋକଙ୍କୁ ସିନା ଡରିବ, ଇଏ ମଲା ଲୋକଙ୍କୁ ଡର କ'ଣ? ହଉ ବାବୁ, ଏମିତି ଗପୁଥିଲେ ଗପୁଥିବେ, ତମର ସେଣେ ଉଛୁର ହବନି। ଆଗ ମୁର୍ଦାରଟା ଗାଡ଼ିରୁ କାଢ଼ି ଭିତରେ ରଖିଦିଏ, ତାପରେ ପଛେ କଥା ହେବା। ଠିକ୍ ଅଛି, ଏତେ ରାତି ହେଲାଣି, ମୁଁ ଆଉ କୁଆଡ଼େ ଯିବି? ରାତି ସାରା କଥା ହେବା। ତମେ ମୁର୍ଦାର ନେଇକି ଭିତରକୁ ଆସ, ମୁଁ ଟିକେ ତମ ନିଆଁ ପଇଁ ହେଉଛି। ନାଇଁ ବାବୁ, ମୁଁ ଶୀତ ପାଇଁ ସେ ନିଆଁ ଲଗେଇନି, ସେ ବା ଜୁଇ ନିଆଁ। ମଉସା, ଏବେ ପରା କହିଲ ଜିଅନ୍ତା ଲୋକଙ୍କୁ ସିନା ଡର, ହେଲେ ମଲା ଲୋକଙ୍କୁ ଡର କ'ଣ? ଠିକ୍ ଅଛି, ତମ ଇଚ୍ଛା। ହଉ, ସେଇଠି ଥାଅ, ମୁଁ ତମ ମୁର୍ଦାର ନେଇକି ଯାଉଛି। ଆସିଛି ଏକା, ଯିବି ମୁଁ ଏକା, ଏକା ହେଇ। ହାରିଲି କେତେ, ଜିତିଲି କେତେ, ହିସାବ ନିକାଶ ଲୋଡ଼ା ନାହିଁ। ଆସିଛି ଏକା, ଯିବି ମୁଁ ଏକା, ଏକା ହେଇ। ବାବୁରେ, ଦୁଃଖ କରନି, ଲାୱାରିସ୍ ଶାନ୍ତିରେ ଯିଏ ଆଉ ଶାନ୍ତିରେ ମରେ। ଆଚ୍ଛା ଆଚ୍ଛା, ଦେଖେଇଲୁ, ତୋ ମୁହଁ ଟିକେ ଦେଖେଇଲୁ, ଦେଖିବା ତୁ ଖୁସିରେ ଅଛୁ ନା ଦୁଃଖରେ? ମୁଁ ଜାଣେ ତୁ ଖୁସିରେ ଥିବୁ। କାହିଁକି ଜାଣିଛୁ? କାହିଁକି ନା ତୋ ପାଇଁ କାନ୍ଦିବାକୁ ଏ ଦୁନିଆରେ ଆଉ କେହି ନାହିଁ। ଇଏ ତ ସେଇ ବାବୁ,